ହେମନ୍ତ ହୃଦୟ ବିଚାରି ମନକୁ ନପାରନ୍ତି ଧରି। ହେମନ୍ତ ସମ ଏ ନାରଦ ଆସନ୍ତେ ଶୁଭେ ବୀଣାନାଦ। ତକ୍ଷଣେ ସରସ୍ୱତୀ ତଟେ ମିଳିଲେ ବ୍ୟାସଙ୍କ ନିକଟେ। ନାରଦ ଆଗମନ ଦେଖି ତକ୍ଷଣେ ଆସନ ଉପେକ୍ଷି। ଅର୍ଥାତ୍ ଏପରି ଭାବରେ ହୃଦୟ ମନେ ଅନେକ ଚିନ୍ତା କରିଥିଲେ ମଧ୍ୟ ବ୍ୟାସଦେବ ନିଜ ମନକୁ ସ୍ଥିର କରିପାରୁନଥିଲେ। ଏହି ସମୟରେ ଶୁଭ ଓ ମଙ୍ଗଳମୟ ବୀଣାନାଦ ସହିତ ଦେବର୍ଷି ନାରଦ ସେଠାକୁ ଆସିଲେ। ସରସ୍ୱତୀ ନଦୀର କୂଳରେ ସେ ବ୍ୟାସଦେବଙ୍କ ସମ୍ମୁଖରେ ପ୍ରକଟ ହେଲେ। ନାରଦଙ୍କ ଆଗମନ ଦେଖି ବ୍ୟାସଦେବ ତୁରନ୍ତ ନିଜ ଆସନ ଛାଡ଼ି ସମ୍ମାନ ସହିତ ଉଠି ପଡ଼ିଲେ। ଏହାଦ୍ୱାରା ଗୁରୁଭକ୍ତି, ଶିଷ୍ୟର ବିନୟ ଓ ଶାସ୍ତ୍ରାଙ୍ଗର ମହତ୍ତ୍ୱ ପ୍ରକାଶ ପାଉଛି।